ଜଙ୍ଗଲ ଜଙ୍ଗଲ ହେଲେ କଣ ବଣକୁ ଜଙ୍ଗଲ ବୋଲୁଛନ୍ତି। ତାପରେ ଚଢେଇଟିଏ ଗଛରେ ବସା ତିଆରି କଲା। ଗୋଟେ ଚଢେଇ କଣ ଗୋଟେ ଗଛରେ ସେଇଠି ଅଣ୍ଡା ଦେଲା। ସେଇଠି କଣ ଦେଲା ସେ ବସାରେ କଣ ଦେଲା ଅଣ୍ଡା ଦେଲା। ଗୋଟିଏ ମାଙ୍କଡ ଆସି ତା ବସା ଭାଙ୍ଗିଦେଲା। କିଏ ଆସି ଭାଙ୍ଗିଦେଲା ତା ବସାଟାକୁ ଆସି କଣ କଲା ତା ବସାଟାକୁ ଭାଙ୍ଗିଦେଲା। ଚଢେଇ ରାଗି ଯାଇ ଭାଲୁ ରାଜାଙ୍କ ପାଖକୁ ଗଲା। ଚଢେଇ ରାଗିଗଲା ମାଙ୍କଡକୁ କିଛି କହିପାରିବନି। ସେ କାହା ପାଖକୁ ଗଲା କହିଲା ମଣିମା ମାଙ୍କଡ ମୋ ବସା ଭାଙ୍ଗି ଦେଇଛି। କଣ ସେ କହିଲା ଭାଲୁ ରାଜାକୁ ଯାଇକି ଭାଙ୍ଗି ଦେଇଛି ବୋଲି କହିଲା ମାଙ୍କଡ। ଭାଲୁ ରାଜା ମାଙ୍କଡକୁ ଡାକି ପଚାରିଲା। ଭାଲୁ ରାଜା ଡାକିଲା ମାଙ୍କଡକୁ ଡାକିଲା ତାର ବସା କଣ ପାଇଁ ଭାଙ୍ଗିଛି ବୋଲିକିରି ପଚାରିଲା। କିରେ ତୁ ବସା କଣ ପାଇଁ ଭାଙ୍ଗିଲୁ କାହିଁକି? କଣ କହିଲା ତୁ କଣ ପାଇଁ ତାର ବସା ଭାଙ୍ଗିଲୁ ବୋଲି ପଚାରିଲା। ମାଙ୍କଡ କହିଲା ମଣିମା ମୋର ଭୁଲ ହୋଇଯାଇଛି। ସେ ଭୁଲରେ ବୋଧେ ଭାଙ୍ଗି ଦେଇଥିବ। ତାର କଣ କହିଲା ମଣିମା ମୋର ଭୁଲ ହେଇଯାଇଛି। ଆପଣ ଆଗ ପଛ ଦେଖି ବିଚାର କରନ୍ତୁ। କଣ ଦେବାଲା କି ମାଙ୍କଡ କହିଲା କଣ କହିଲା ଆପଣ ଆଗ ପଛ ଦେଖି ବିଚାର କରନ୍ତୁ। ଭାଲୁ ପଛକୁ ବୁଲି ଦେଖିଲା ପଣସଟିଏ ଥୁଆ ଯାଇଛି। ଭାଲୁ ପଛକୁ ଦେଖି ଦେଖିଲା କଣ ଥିଲା ଗୋଟେ ପଣସ ଗୋଟେ ଥୁଆ ହେଇଛି। ପଣସ ଦେଖି ଭାଲୁ ମନରେ ଲୋଭ ହେଲା। ପଣସ ଦେଖି କଣ ହେଲା ଭାଲୁ ମନରେ ଲୋଭ ହେଲା। ଭାଲୁ ଚଢେଇକୁ କହିଲା ସବୁ ଦୋଷ ତୋର। ସବୁ ଦୋଷ ତୋର କଣ ପାଇଁ କହିଲା ପଣସ ପାଇଁ ନାହିଁ। ଦେଖ ମାଙ୍କଡ ସେ ଡାଳକୁ ଡେଉଁଛି ସେ ଡେଇଁଲା ବେଳେ ଭାଙ୍ଗିଗଲା। ସେ କଣ ଜାଣିନାହିଁ ଭାଙ୍ଗିଲା କି ସେଇଟା ଭାଙ୍ଗିନି। ଭାଲୁ କଣ ଭାଲୁ ପଛକୁ ଦେଖିଲା ପଣସ ଗୋଟେ ଅଛି ପଣସ ତାର କେମିତି ଲୋଭ ଲାଗିଗଲା। ତ ତାର ସେଇଟା ଗୋଟେ ଇଏ ଅଛି। ସେ କଣ ଡେଇଁଲା ଦେଖେ ସେ କହିଥିବ ଯେଉଁ ଗଛରେ ମାଙ୍କଡ ଚଢୁଛି ତୁ ସେଠି ବସା କରିଥିଲୁ କାହିଁକି ଦେଖିଲୁ ପଚାରିଲାନି ସେ ମାଙ୍କଡ ବୋଲେ ପଛପଟେ ଡାଳକୁ ଡେଇଁବ ସେ କଣ ପାଇଁ ହେଲେ ତାର ଭୁଲ ହେଲା ଚଢେଇର ଭୁଲ ହେଲା। ସେ ତାର ଡାଳରେ ବସା ବାନ୍ଧିବାର ସିନା ଭାଙ୍ଗିଗଲା ସେଟା ଭାଙ୍ଗିଥାନ୍ତା କି ଭାଙ୍ଗି ନଥାନ୍ତା। ହେଲେ କଣ ଯେ କହିଲା ହଁ ତୁ ସେଠି ବସା କରିଥିଲୁ କାହିଁକି? ଭାଲୁ ମାଙ୍କଡକୁ ଦଣ୍ଡ ନ ଦେଇ ଛାଡ଼ିଦେଲା। ଭାଲୁ କଣ ଯେ ମାଙ୍କଡକୁ ଦଣ୍ଡ ଦେଲା ଦଣ୍ଡ ନ ଦେଇ ଛାଡ଼ିଦେଲା। ଏହା ଦେଖି ଚଢେଇ ମନ ଦୁଃଖ କଲା। ଏହା ଦେଖି କଣ ଚଢେଇର ମନ ଦୁଃଖ ହେଲା। ସେ ତା ସାଥୀ ଚଢେଇ ମାନଙ୍କୁ ଏକଥା କହିଲା। ସବୁ ଚଢେଇ ଏକା ବେଳକେ ଭାଲୁକୁ ମାରି ଗୋଡେଇଲେ। ଭାଲୁ ଡରି ଯାଇ ବଣକୁ ପଳାଇଗଲା। ସବୁ କଣ ଯେ ପକ୍ଷୀ ଗୁଡାକ ସେ କଣ ଭାଲୁ ରାଜା ନ ଶୁଣିବାରୁ ଭାଲୁ କଣ କଲା ସବୁ ତାର ପକ୍ଷୀ ମାନଙ୍କୁ ଡାକିଲା। ପକ୍ଷୀ ମାନଙ୍କୁ ଡାକିଲା ସମସ୍ତେ କଣ କଲେ ଭାଲୁ ପଛରେ ଦୌଡିଲେ। ଭାଲୁ କଣ ଡରିକି ସେ ବଣକୁ ପଳେଇଗଲା। ଭଲ ଲାଗିଲା।